ସକାଳୁ ସକାଳୁ ଶାଶୁ ମା ଆଣିକି ଧରେଇ ଦେଇଥିଲେ ମତେ ସଜନା ଛୁଇଁ ଆଉ କହିଥିଲେ ବହୁତ ଦିନ ହେଲା ଛୁଇଁ ଖାଇନି ଆଜି ଛୁଇଁରେ କଣ ଗୋଟେ କରେ। ମୁଁ କହିଲି ଛୁଇଁରେ ଆଜି କଣ କରିବି ନା ବାପାଙ୍କର ପସନ୍ଦ ତାଙ୍କର ଛୁଇଁ ଆଳୁ ବେସର ବହୁତ ପସନ୍ଦ ତ ଭାବିଲି ଆଜି ଛୁଇଁ ଆଳୁ ବେସର କରିନେବି ଆଉ ଅଳ୍ପ ଯୋଡ଼ି ଭାଜି ନେବି। ତ ସାଙ୍ଗମାନେ ଏଠି ବିକ୍ରି ଆସିଥିଲା ପାଳଙ୍ଗ ଶାଗ ଆଉ ମୋଟି ଶାଗ। ତ ବୋଉ କହିଲେ ପାଳଙ୍ଗ ଶାଗ ଆଜି ରାନ୍ଧିଦବା କାଲିକି ମୋଟି ଶାଗ କରିବା। ତ ସାଙ୍ଗମାନେ ଆମେ ତ ଯେହେତୁ ଶାଗ ପ୍ରିୟ ମଣିଷ ଆମେ ଶାଗ ବିନା ବଞ୍ଚି ପାରିବୁନି। ତ ଆଜି ଆମେ ପାଳଙ୍ଗ ଶାଗ ରାନ୍ଧିବୁ କାଲିକି ମୋଟି ଶାଗ ରାନ୍ଧିବୁ। ଆଉ ଏଠି ସାଙ୍ଗମାନେ ମୁଁ ପଳେଇ ଆସିଲି ରୋଷେଇ କରିବା ପାଇଁ। ଆଉ ମିଟୁ ମତେ ଏପଟେ ଡାକୁଛି କହିଲା ମତେ ବି ଦବ କଣ ତମେ ଲୁଚେଇ ଲୁଚେଇ ଖାଉଛ। ମୁଁ କହିଲି ଆଚ୍ଛା ହଉ ତୁ କଣ ଖାଇବୁ କହ ତୋ ପାଇଁ କରିଦେବି। ନା ଦେଖୁନାହାନ୍ତି ସାଙ୍ଗମାନେ କେମିତି ସେ ଅନେଇଛି। ତ ସାଙ୍ଗମାନେ ଚାଲନ୍ତୁ ଆଜି ଆମେ ରେସିପି କରିବା। ରେସିପି ତ କିଛି ନୁହଁ ଛୁଇଁ ଆଳୁ ବେସର ସମସ୍ତେ ଜାଣିଥିବେ। ଆଉ ଏଠି ମୁଁ ଭଜା ପାଇଁ ଅଳ୍ପ ଯୋଡ଼େ ସିଝେଇ ନେଇଥିଲି। ଏପଟେ କରେଇରେ ମୁଁ ତେଲ ସୋରିଷ ଆଉ ଟିକେ ଚିନି ଶୁଖିଲା ଲଙ୍କା ପକେଇ ଫୁଟେଇ ଦେଲି। ତାପରେ ମୁଁ ଏଠି ପିଆଜ କଟା ପିଆଜ ରଖିଥିଲି ପକେଇଦେଲି। ତାପରେ ମୁଁ ଏଠି ଟମାଟୋ ପକେଇଦେଲି ପ୍ରଥମେ ପଛରେ ମୁଁ ବେସର ପକେଇବି। ତ ଯେହେତୁ ବେସରଟା ବେଶୀ ସମୟ ଭାଜିଲେ ରାଇଗିଣିଆ ଲାଗିବ ତ ମୁଁ ପ୍ରଥମେ ଟମାଟୋ ପକେଇକି ଭଲ ଭାବରେ ଭାଜି ନେଇଥିଲି। ତାପରେ ବେସର ପକେଇକି ତାକୁ ଭଲ ଭାବରେ ଟିକେ କଷେଇ ନେଲି। କଷି ସାରିଲା ପରେ ଏଠି ମୁଁ କାଟି ରଖିଥିବା ଛୁଇଁକି ଆଉ ସିଝା ଆଳୁ ମୁଁ ପକେଇଛି। ତ ଆପଣ ଚାହିଁଲେ ଭାଜିକି ପକେଇ ପାରେ। ଆଉ ଭଲ ଭାବରେ ଟିକେ କଷି ସାରିଲା ପରେ ମୁଁ ସେଥିରେ ମୁଁ ପାଣି ଆଡ୍ କରିଥିଲି। ଆଉ ଏପଟେ ମୁଁ ଭଜା ବସେଇ ଦେଇଥିଲି। ଦେଖନ୍ତୁ ଆମ ଭଜା ପୁରା ରେଡି। ତରକାରୀ ହଉ ହଉ ବହୁତ ଟାଇମ୍ ହେଇଯାଇଥିଲା ତ ମୁଁ ବାପାଙ୍କୁ ସେପଟେ ଆଗ ଖାଇବାକୁ ଦେଇଥିଲି। ତାପରେ ମୁଁ ଆପଣମାନଙ୍କୁ ଏଇଥିରେ ଅଳ୍ପ କିଛି ଭିଡ଼ିଓ ଦେଖେଇ ଦେଇଥିଲି। ଏପଟେ ବୋଉ ଆମର ଶାଗ ରାନ୍ଧି ଦେଇଥିଲେ। ତ ଚାଲନ୍ତୁ ସାଙ୍ଗମାନେ ଖାଇବା। ମତେ ବି ବହୁତ ଜୋରେ ଭୋକ ହଉଥିଲା। ଦେଖନ୍ତୁ ଆଜି ଆମର ପାଳଙ୍ଗ ଶାଗ ଏଇଟା ଗୋଟେ ଭଜା ହେଇଛି। ଏଇଟା ଗୋଟେ ଲଙ୍କା ଦଳା ହେଇଛି ଶୁଖିଲା ଲଙ୍କା। ଏଇଠି ଛୁଇଁ ଆଳୁ ବେସର ସାଙ୍ଗମାନେ କେମିତି ଦେଖାଯାଉଛି କହିବେ। ତ ସାଙ୍ଗମାନେ ଏଇଠି ଛୁଇଁ ଆଳୁ ଭଜା। ତ ସାଙ୍ଗମାନେ ଆଜିର ଖାଇବା ଏତିକି ରହିଲା।